ଆଜି ରାତିରେ କେବଳ 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି 5 ମିନିଟ୍ରେ ସେ ନାରୀ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ତୁମର ସବୁ ଇଚ୍ଛା ପୂରଣ କରିବ। କେବଳ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରିକି ରୁମ୍କୁ ଡାକିବ। ଯାହା ଚାହିଁବେ ତାହା କରିବ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ବଶୀକରଣ ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପଡ଼ିଶା ଘର ଭାଉଜ ନିଜେ ଆପଣଙ୍କୁ ଫୋନ୍ କରିକି ଡାକିବ। ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କହିବେ ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ମନ୍ତ୍ର ଠିକ୍ ସେ ଉଚ୍ଚାରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ଅତି ସହଜରେ ପଟେଇ ପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ବା ମହିଳା ଆପଣଙ୍କୁ ଭାව ଦେଉନି, ଆପଣଙ୍କୁ ଅଣଦେଖା କରୁଛି, ସେତେବେଳେ ଆପଣ ବଶୀକରଣ କରିପାରିବେ। ବଶୀକରଣର ମାନେ ହେଉଛି ନିଜର ଭାବନାକୁ ଅନ୍ୟର ଦିମାଗରେ ପହଞ୍ଚେଇବା, ନିଜର ଭଲ ପାଇବାକୁ ଅନ୍ୟର ଦିମାଗରେ ପହଞ୍ଚେଇବା, ମାନେ ସେ ଝିଅ ବା ନାରୀର ଦିମାଗରେ ପହଞ୍ଚେଇବା। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଏହି ମନ୍ତ୍ରକୁ ପାଠ କରିବେନି। କାହିଁକି ନା ଏହି ମନ୍ତ୍ର ହେଉଛି ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ଗୋଟିଏ ମନ୍ତ୍ରକୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମାତ୍ର 3 ଥର ପଢ଼ିଦେବେ, ଗ୍ୟାରେଣ୍ଟି ଦେଉଛି ସେପଟେ ସେ ଝିଅ ହେଉ ବା ବିବାହିତା ନାରୀ ବା ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସେ ଖାଲି ଛଟପଟ ହେବ। ତେଣୁ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ନାରୀକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେଣୁ
मोर आपणमानकु अनुरोध कि आपण भिडियोटी को शेष पर्यंत देखिबे। विधिटी जानिबा पूर्वरु जदि आपण आम चैनल को प्रथम थर आसिचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखिपारिबे आउ तार लाभ पाई परिबे। मने रखंतु एही वशीकरण विधि को आपण केवल मंगलवार किंबा शनिवार दिन करिपारिबे किंतु जेबे भी करिबे रातिरे सोइबा पूर्वरु करिबे। ठीक अछि। प्रथमे आपण कोन करिबे जेतेबेले रातिरे सोइबा पई जिबे गोटिए ग्लास रे चीनी पानी आनिबे तापरे से पानी ग्लास को निजर सामने रखिबे आउ 7 थर सेई झियो बा नारीर नाम कहिबे जहाको आपण पटेइबाकू चाहुचंती जहाको आपण बसरे करिबाकू चाहुचंती। प्रथमे आपण ताकू मने मने भाबिबे तार मुह को निज मनरे भाबिबे तापरे 7 थर सेई झियो बा नारीर नाम 7 थर कहिकी पानी ग्लास रे 3 थर फुंकी देबे। एतिकी करिसारिबा परे से पानी ग्लास को निजर सोइबा खट तळे रखिकी आपण सोई पड़िबे। जदि आपण खटरे सोउनांती तळे सोउचंती तेबे आपण से पानी ग्लास को निजर मुंड पाखरे रखिकी आपण सोई पड़िबे। सकाळु उठिबा मात्रे आपण बासी मुहरे बिना हाथ गोड़ धोईकी आपण बासी मुहरे आखि बंद करिकी सेई झियो बा नारी को मने मने भाबिबे तार मुह को निज मनरे भाबिबे तापरे एही मंत्र को 3 थर पढ़िबे आउ 3 ढोक पानी आपण पीदेबे। देखंतु मनेकर आपण जेउ झियो बा नारी को बसरे करिबाकू चाहुचंती तार नाम हेउची सबिता तेबे आपण मंत्र को एही परि पढ़िबे सबिता तीव्र बसीभूतं। थरे आपण कहिबे सबिता तीव्र बसीभूतं गोटिए ढोक पानी पीदेबे आउ थरे कहिबे सबिता तीव्र बसीभूतं आउ गोटिए ढोक पानी पीदेबे। एही परि आपण 3 थर कहिबे आउ 3 ढोक पानी आपण पीदेबे। एही परि आपण 3टी शनिवार नहेले 3टी मंगलवार करिबे तापर देखिबे चमत्कार। ग्यारंटी देउची जेउ झियो बा नारी पई आपण एही वशीकरण करिथिबे सिए आपणक आडकू आकर्षित हेबाकू लागिबो निजे आपणकू फोन करिबो भल पाउची बोली कहिबो। धन्यवाद।